ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ ଲଞ୍ଚରେ, ଆଜି ଯେହେତୁ ମଣ୍ଡେ ଥିଲା, ଆଜି ତ ପୁରା ସାଧା ଆଇଟମ୍। ଆଜି ମୁଁ ଲଞ୍ଚରେ କ'ଣ କଲି ଦେଖାଉଛି। ଦେଖନ୍ତୁ, ଫାଷ୍ଟ ତ କଢ଼େଇ ଗରମ କରିଦେଲି। ଗରମ କରିଦେଇକି ତା ଦେହରେ ପାଣି ଦେଇଦେଲି। ପାଣି ଦେଇକି ମୁଁ ବର୍ତ୍ତମାନ ଲୁଣ ହଳଦୀ ଦେଇଦେଲି। ତାପରେ ଦେଖନ୍ତୁ, ମୁଁ ଏଠି ପରିବା ସବୁ କ'ଣ କାଟିକି ରଖିଛି। ଆଜି ମୁଁ କାଟିକି ରଖିଛି ଫୁଲକୋବି, ଆଳୁ, ସାରୁ, ଟମାଟୋ ପକେଇକି ବାଇଗଣ ଦେଇକି ଗୋଟେ ଫୁଟା ତରକାରୀ କରିବି। ଆପଣମାନଙ୍କୁ ଭଲ ଲାଗେ କି ନାହିଁ ମୁଁ ଜାଣିନି, କିନ୍ତୁ ମୋତେ ଭଲ ଲାଗେ। ତା ଦେହରେ ଟିକେ ଲାଷ୍ଟରେ ଧଣିଆ ପତ୍ର ଦେଇଦେଲେ ସେ ତରକାରୀ ତ ପୁରା ସାଧା ହେଲେ କ'ଣ, ଭାତ ପୁରା ଧଣିଆ ପତ୍ର ଜିରା ଗୁଣ୍ଡ ଦେଇଦେଲେ ଭାତ ତ ପୁରା ଉଡ଼ିବ ଆଉ। ଦେଖନ୍ତୁ, ଏଠି ପକେଇଦେଲି ପରିବା, ପକେଇ ଦେଇକି ଢାଙ୍କି ଦେଲି ଢାଙ୍କୁଣୀ। ଏଠି ବାଇଗଣକୁ କାଟିକି ରଖିଛି। ଆଉ ଦେଖନ୍ତୁ, ମୋର କଲ୍ ପଳେଇ ଆସିଲା, କଥା ହେଲି ଆଉ ଭିଡ଼ିଓ କରିପାରିଲିନି। ଯେଉଁ ବାଇଗଣ ପକେଇବା ଟାଇମ୍ରେ ପାଣି ଫୁଟିଲା ପରେ ମୁଁ ବାଇଗଣ ଛାଡ଼ିଲି, ସେଥିପାଇଁ ବାଇଗଣକୁ ଅଲଗା ରଖିଥିଲି। ପରିବା ସିଝିଗଲା, ଓଜାଡ଼ି ଦେଲି ଜାଗାକୁ। ଏଠି କଢ଼େଇକି ବସେଇଦେଲି ଗ୍ୟାସ୍ରେ। ପୁଣି ଗରମ ହେଇଗଲା ପରେ ମୁଁ ତେଲ ପକେଇଦେଲି। ତେଲ ପକେଇ ସାରିକି ଏଠି ରେଡ଼ି କରିକି ରଖିଛି। ଦେଖନ୍ତୁ, ଶୁଖିଲା ଲଙ୍କା ଆଉ ଫୁଟଣ ଶୁଖିଲା ଲଙ୍କା ଛାଡ଼ି ସାରିଲା ପରେ, ସିଏ ଫୁଟି ସାରିଲା ପରେ କ'ଣ କଲି ନା, ଦେଖନ୍ତୁ ଫୁଟୁଛି କେତେ ସୁନ୍ଦର ଭାବରେ। ଏଠି ଭାତ ତ ମଧ୍ୟ ବସିଯାଇଛି, ଭାତ ବି ପାଖାପାଖି ହେଇ ଆସିଲାଣି। ତାପରେ ବର୍ତ୍ତମାନ ମୁଁ ଗୋଟେ ପିଆଜ କାଟିକି ରଖିଥିଲି ବଡ଼ ସାଇଜ୍ରେ, ପିଆଜକୁ ଦେଇଦେଲି। ପିଆଜକୁ ଭଲ ଭାବରେ ଭାଜିଲି। ପିଆଜ ଭଲ ଭାବରେ ହେଇଗଲା ପରେ ଦେଖନ୍ତୁ, ପିଆଜର ଟିକେ ଟିକେ କଲର୍ ଚେଞ୍ଜ ହେଇ ଆସିଲାଣି ଆଉ ଭଲ ଭାବରେ ପିଆଜ ମଧ୍ୟ ହେଇଗଲାଣି। ଦେଖନ୍ତୁ, ଏଠି ତ ସିଝେଇକି ତରକାରୀ ଗୋଟେ ଜାଗାକୁ ଓଜାଡ଼ି ଦେଇଛି କଂସାକୁ। ପିଆଜ ଦେଖନ୍ତୁ ଭଲ ଭାବରେ ମଧ୍ୟ ହେଇଗଲାଣି। ତାପରେ ମୁଁ କ'ଣ କରିବି, ଯେଉଁ ତରକାରୀରେ 2ଟା ଟମାଟୋ ପକେଇଥିଲି, 2ଟା ଟମାଟୋକୁ ତା ଦେହରେ ଛାଡ଼ିଲି। ମୁଁ ଫୁଟା ତରକାରୀ ଏଇ ପ୍ରୋସେସିଂରେ କରେ, ଆପଣମାନେ କେମିତି କରନ୍ତି ମୁଁ ଜାଣିନି। ତାପରେ ମୁଁ କ'ଣ କଲି ନା, ତା ଦେହରେ ଟିକେ ଲଙ୍କା ଗୁଣ୍ଡ ଦେଇଦେଲି। ଯେହେତୁ ଶୁଖିଲା ଲଙ୍କା ଗୁଡ଼ା ରାଗ ନୁହଁ, ସେଥିପାଇଁ ଜଷ୍ଟ ଅଳ୍ପ ମାତ୍ରାରେ ଲଙ୍କାଗୁଣ୍ଡ ଦେଇଦେଲି। କାହିଁକିନା ମୋ ପୁଅ ଟିକେ ରାଗ କମ୍ ଖାଏ। ଅଳ୍ପ ମାତ୍ରାରେ ଲଙ୍କାଗୁଣ୍ଡ ଦେଇଦେଲି। ତାପରେ ଦେଖନ୍ତୁ, କଲର୍ଟି କେତେ ସୁନ୍ଦର ଦେଖାହେଲାଣି। ତାପରେ ମୁଁ ଏଠି ଯେଉଁ ସିଝା ପରିବା ରଖିଥିଲି ତାକୁ ଦେଇଦେଲି। ଦେଖନ୍ତୁ, ଦେଇଦେଲା ପରେ କେତେ ସୁନ୍ଦର କଲର୍ ହେଇଗଲା କି ନାହିଁ। ଆମେ କିଛି ବି ମସଲା ଦେଇନାହାନ୍ତି, କିନ୍ତୁ କେତେ ସୁନ୍ଦର ତରକାରୀଟା ଭଲ ଭାବରେ ଦେଖାଗଲା। ଦେଖନ୍ତୁ, ଫୁଟିଗଲା ପରେ ମୁଁ କ'ଣ କଲି, ଗୋଟେ କଂସାକୁ ଓଜାଡ଼ି ଦେଲି। ଦେଖନ୍ତୁ, ଆଣିକି କଂସାକୁ ଓଜାଡ଼ି ସାରିଲା ପରେ ତାପରେ ମୁଁ ଏଠି ଜିରା ଗୁଣ୍ଡ ଦେବି। ଜିରା ଗୁଣ୍ଡ ଦେବା ପୂର୍ବରୁ ସେ କଢ଼େଇଟାକୁ ଫାଙ୍କା ବସେଇବି କି, ଗରମ ଅଛି। ଯେହେତୁ ମୁଁ ଶାଗ କାଟିକି ରଖିଥିଲି, ଏଇ ଟାଇମ୍ ତ କୋବି ଟାଇମ୍ ବର୍ତ୍ତମାନ ନା, କୋବି ଡେମ୍ଫ ପତ୍ର ସବୁ କାଟିକି ରଖିଥିଲି। ତାକୁ କ'ଣ କଲି, କଢ଼େଇଟା ଫାଙ୍କା ପଡ଼ିବନି, ଆଗେ ଶାଗଟାକୁ ପକେଇ ଦେଇକି ତା ଦେହରେ ଲୁଣ ଦେଇଦେଇକି ଢାଙ୍କୁଣୀ ଢାଙ୍କି ଦେଲା ପରେ ଦେଖନ୍ତୁ, ଢାଙ୍କୁଣୀଟିକୁ ରଖିଥିଲି ଭାତ ହାଣ୍ଡି ଉପରେ। ଢାଙ୍କି ଦେଲା ପରେ ମୁଁ ଏଠି ତରକାରୀରେ ଦେଖନ୍ତୁ ଫାଷ୍ଟ କ'ଣ ପକେଇବି। ଫାଷ୍ଟ ମୁଁ କ'ଣ କଲି ନା, ଜିରା ଗୁଣ୍ଡ ଦେଖନ୍ତୁ ଡବାରୁ ଓଜାଡ଼ିକି ଏତିକି ତ ଅଛି, ଜିରା ଗୁଣ୍ଡ ଯେତିକି ଥିଲା ମୁଁ ପକେଇଦେଲି। ପକେଇ ସାରିଲା ପରେ ତାପରେ ଏଠି ଧଣିଆ ପତ୍ର କାଟିକି ରଖିଥିବେ,